ଉଦାହରଣ ଉଦାହରଣ ଟ୍ରଷ୍ଟ ରାଉରକେଲାର ଉଦାହରଣ ଟ୍ରଷ୍ଟର ତୃତୀୟ ଶହୀଦ ସମ୍ମାନ ସମାରୋହ ଶହୀଦଙ୍କ ପ୍ରତି ସମର୍ପିତ ଥିବା ଉଦାହରଣ ଟ୍ରଷ୍ଟ ପକ୍ଷରୁ ତୃତୀୟ ଶହୀଦ ସମ୍ମାନ ସମାରୋହ ସିଭିକ୍ ସେଣ୍ଟରଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସିଆର୍ପିଏଫ୍ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଶଙ୍କର ଜେନାଙ୍କ ଆବାହକତ୍ୱ ଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 19 ବଟାଲିୟନ ସିଆର୍ପିଏଫ୍ କମାଣ୍ଡାଣ୍ଟ ନରେଶ କୁମାର ଶର୍ମା, ଦ୍ୱିତୀୟ କମାଣ୍ଡାଣ୍ଟ ମହେଶ ବିଶ୍ୱକର୍ମା, ସିଆଇଏସ୍ଏଫ୍ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱାନିଆ, ସମାଜସେବୀ ସୁନୀଲ କାୟଲ, ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ଶ୍ୟାମସୁନ୍ଦର ମହାରଣା, ଏନ୍ଆଇଟିର ପ୍ରଫେସର ହୃଷିକେଶ ନାୟକ, ଆର୍ଏସ୍ପିର ମହାପ୍ରବନ୍ଧକ ରାଜକିଶୋର ଧାରୁଆ, ପ୍ରାକ୍ତନ ସୁବେଦାର ସୋମନାଥ ସାହୁ, ଉପେନ୍ଦ୍ରନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁଲୱାମା ଶହୀଦ ଦିବସ ପାଳନ ଅବସରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶ ପାଇଁ ପ୍ରାଣବଳି ଦେଇ ଓଡ଼ିଶା ମାଟିକୁ ଗର୍ବିତ କରିଥିବା 6 ଜଣ ଶହୀଦ ପରିବାରଙ୍କୁ ସମ୍ମାନିତ କରିଥିଲେ। ଏହି ଶହୀଦମାନେ ହେଲେ ଝାରସୁଗୁଡ଼ା ଲଖନପୁରର ଦୀପକ ସେନ ଭୋଇ, ବ୍ରଜରାଜନଗରର ବଳରାମ ପ୍ରଧାନ, ଲାଇକେରାର ଉମାକାନ୍ତ ନାୟକ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରାର ଅନିଲ ମାଝୀ, କେଉଁଝରର ଗଣେଶ ପ୍ରସାଦ ସା ଓ ସଞ୍ଜୟ କୁମାର ଦାସ। ଏହି ଅବସରରେ ସେମାନଙ୍କ ପରିବାରକୁ ସମ୍ମାନିତ କରାଯିବା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ତନ୍ତୀ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ପୃଷ୍ଠଭୂମି ସମ୍ପର୍କରେ ଓ ସାଧାରଣ ସମ୍ପାଦକ ଶ୍ରୀ ଜେନା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସୂଚନାଯୋଗ୍ୟ ଯେ ପ୍ରଥମ ବର୍ଷ 13, ଦ୍ୱିତୀୟ ବର୍ଷ 8ଟି ଶହୀଦ ପରିବାରକୁ ସମ୍ମାନିତ କରାଯାଇଥିବା ବେଳେ ଚଳିତ ବର୍ଷ 6ଟି ପରିବାରକୁ ସମ୍ମାନିତ କରାଯାଇଥିଲା। ଉଦାହରଣ ଟିମ୍ କେବଳ ଶହୀଦ ପରିବାରକୁ ସମ୍ମାନିତ କରେ ତା ନୁହେଁ, ପରବର୍ତ୍ତୀ ସମୟରେ ସେମାନଙ୍କର ସୁଖ ଦୁଃଖରେ ସାମିଲ ହୋଇଥାଏ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, କୋଷାଧ୍ୟକ୍ଷ ରୋହିତ ମହାନନ୍ଦିଆ, ସଦସ୍ୟ ସଞ୍ଜୟ ପ୍ରଧାନ, ଅଶ୍ୱିନୀ କୁମାର ଶାସନୀ, ରାଜେଶ ତନ୍ତୀ, ବିଶ୍ୱଜିତ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମ୍ମାନିତ ହୋଇଥିବା ପରିବାର ଏଥିପାଇଁ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ମତ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।